ହ୍ୟାଲୋ ଫ୍ରେଣ୍ଡ, ସିନ୍ଦୁର ଖେଳ ସିରିଏଲର ଆଗାମୀ ଅଧ୍ୟାୟରେ ଆପଣମାନେ ଦେଖିବା ପାଇଁ ପାଇବେ ଆନ୍ୟା ଅନିରୁଦ୍ଧକୁ ଫୋନ୍ କରିଛି ଓ ଓଂସ୍ ଫୋନ୍ ରିସିଭ୍ କରୁଛନ୍ତି। ସେତିକି ସମୟରେ ଆନ୍ୟା କହୁଛି, ଅଙ୍କଲ ଅନି କିପରି ଅଛି? ତ ଏକଥା ଶୁଣି ଓଂସ୍ ପୁରା ରାଗି ଯାଉଛି ଓ କହୁଛି, ତୁମେ କ'ଣ ପାଇଁ ଫୋନ୍ କଲ? ଫୋନ୍ କରିବାକୁ ତୁମର ସାହସ ହେଲା କିପରି ବୋଲି? ଓ ସେ କହୁଛି, ତୁମର ଆନି ସହିତ ଆଉ କେବେ ବି କଥା ହେଇପାରିବ ନାହିଁ କି କେବେ ବି ଆଉ ଦେଖା ହୋଇପାରିବ ନାହିଁ ବୋଲି। ତ ସେତିକି ସମୟରେ ମାମା ଫୋନ୍ଟି ଓଂସ୍ ଠାରୁ ଛଡ଼େଇ ଆଣୁଛନ୍ତି ଓ କହୁଛନ୍ତି, ତୁ କେବେ ଯଦି ଆଉ ଅନି ପାଖକୁ ଫୋନ୍ କରିବାକୁ ଚେଷ୍ଟା କରୁ କିମ୍ବା ଅନି ସହିତ କଥା ହେବା ପାଇଁ ଚେଷ୍ଟା କରୁ, ତାହେଲେ ମୋଠୁ ଖରାପ ଆଉ କେହି ବି ହେବେ ନାହିଁ। ଏପଟେ ଅନି ଆଦ୍ୟା ପାଖକୁ ଚାଲି ଯାଇଛି, ତା ଟିଚର୍ସ ମ୍ୟାମ୍ ପାଖକୁ, ଓ ଯାଇକି ସେଠାରେ ପହଞ୍ଚି ଯାଇଛି। ଓଂସ୍ ତାକୁ ଖୋଜି ଖୋଜି ଯାଉଛି। ତ ସେତିକି ସମୟରେ ଅନି ସେଠାରୁ ଯିବା ପାଇଁ ନାରାଜ ହେଉଛି। ସେ ଆଦ୍ୟାକୁ କୁଣ୍ଢେଇକି ଧରୁଛି ଓ କହୁଛି, ନା, ମୁଁ ତାଙ୍କୁ ଛାଡ଼ି କୁଆଡ଼େ ଯିବି ନାହିଁ। ମୁଁ ଟିଚର୍ସ ମ୍ୟାମ୍ ପାଖରେ ରହିବା ପାଇଁ ଚାହୁଁଛି। ମୁଁ କୁଆଡ଼େ ବି ଯିବି ନାହିଁ ବୋଲି ସେ କହୁଛି। ତ ସେତିକି ସମୟରେ ଓଂସ୍ ତାଙ୍କୁ ଟାଣିକି ନେଇ ଆସୁଛନ୍ତି ଓ ଆଦ୍ୟା କହୁଛନ୍ତି, ଓଂସ୍ ଏ କ'ଣ ହେଉଛି? ଗୋଟେ ଛୋଟ ପିଲାଟାକୁ ତୁମେ କେମିତି ଏମିତି କରିପାରୁଛ? ତ ଓଂସ୍ ସେତେବେଳେ କହୁଛି ଯେ, ତମେ ଯେଉଁ ମୋତେ ଧକ୍କା ଦେଇଛ 6 ବର୍ଷ ତଳେ, ମୁଁ ତାକୁ କେବେ ବି ଭୁଲି ପାରିବି ନାହିଁ। ତମେ ଚୁପ୍ ରୁହ ବୋଲି। କ'ଣ ଆନିକୁ ଓଂସ୍ ସେଠାରୁ ନେଇ ଆସିବ କି ନାହିଁ ଜାଣିବା ପାଇଁ ମୋ ଚ୍ୟାନେଲ୍ ସହିତ ଯୋଡ଼ି ହୋଇଥାନ୍ତୁ। ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲ୍କୁ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ।